ଗୁରୁ ଦିବସ ଭାଷଣ। ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ ଏବଂ ଏଠାରେ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀ ଓ ମୋର ସହପାଠୀଗଣ, ଆଜିର ଏହି ପବିତ୍ର ଗୁରୁ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଗୁରୁ ଦିବସ ଅର୍ଥାତ୍ ଟିଚର୍ସ ଡେ। ଯିଏ ଆମ ଜୀବନରୁ ଅନ୍ଧାରକୁ ଦୂର କରି ଆଲୋକ ଦେଖାଇଥାନ୍ତି, ସେ ହିଁ ହେଉଛନ୍ତି ପ୍ରକୃତ ଗୁରୁ। ଗୁରୁ ଭଗବାନଙ୍କ ସହ ତୁଳନୀୟ। ଗୁରୁଙ୍କ ଆଶୀର୍ବାଦରେ ଜଣେ ଛାତ୍ର ଅଶେଷ ଜ୍ଞାନ ଏବଂ ସମ୍ମାନର ଅଧିକାରୀ ହୋଇପାରେ। ସାଧାରଣତଃ ଆମ ପିତାମାତା ହେଉଛନ୍ତି ଆମର ପ୍ରଥମ ଗୁରୁ, କିନ୍ତୁ ପିତାମାତାଙ୍କ ପରେ ଆମ ଜୀବନରେ ଆସିଥାନ୍ତି ଶିକ୍ଷକ ବା ଗୁରୁ। ଏହି ଗୁରୁମାନେ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲକୁ କ୍ଷମା କରି ଆମକୁ ଉଚିତ ଶିକ୍ଷା ଦେଇ ଆମ ଭବିଷ୍ୟତର ଜୀବନଯାତ୍ରାକୁ ସରଳ ଏବଂ ଆଲୋକିତ କରିଥାନ୍ତି। ସେହି ଗୁରୁମାନଙ୍କୁ ସମ୍ମାନ ଜଣାଇବା ସହିତ ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ଆମେ ପ୍ରତିବର୍ଷ ଏହି ଗୁରୁ ଦିବସ ପାଳନ କରିଥାଉ। ପ୍ରକୃତରେ 1962 ମସିହା ଠାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଉଅଛି। ରାଧାକ୍ରିଷ୍ଣନ ଭାରତର ଜଣେ ଖ୍ୟାତନାମା ଦାର୍ଶନିକ, ଆଦର୍ଶ ଶିକ୍ଷକ ଏବଂ ଉତ୍କୃଷ୍ଟ ବକ୍ତା ଥିଲେ। ତାଙ୍କର ଜନ୍ମ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖ ଦିନ ତାମିଲନାଡୁର ଏକ ଛୋଟ ଗାଁ ତିରୁତାନିରେ ହୋଇଥିଲା। ତାଙ୍କ ବାପା ବୀରସ୍ୱାମୀ ଜାତିରେ ବ୍ରାହ୍ମଣ ଥିଲେ। ପୂଜା କର୍ମକର୍ମାଣୀ ଆଦି କରି ଜୀବିକା ଅର୍ଜନ କରୁଥିଲେ। ତାଙ୍କର ଆର୍ଥିକ ଅବସ୍ଥା ଆଦୌ ଭଲ ନଥିଲା। ବହୁତ କଷ୍ଟରେ ରାଧାକ୍ରିଷ୍ଣନ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ହାଇସ୍କୁଲ ଶିକ୍ଷା, ବୁରହିଜ୍ କଲେଜରୁ କଲେଜ ଶିକ୍ଷା ଏବଂ ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ଦର୍ଶନ ଓ ତର୍କଶାସ୍ତ୍ରରେ BA ଓ MA ଶିକ୍ଷା ଲାଭ କଲେ। 1909 ମସିହାରେ ସେ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଲେ। ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ। ସେ ଛାତ୍ରମାନଙ୍କୁ ବହୁତ ଭଲ ପାଉଥିଲେ, ଛାତ୍ରମାନଙ୍କ ସହିତ ଆତ୍ମୀୟ ପରି ମିଶୁଥିଲେ। ତାଙ୍କ ଜୀବନ କାଳରେ ସେ ଅନେକ ଛାତ୍ରମାନଙ୍କୁ ନିଜ ନୀତି ଓ ଆଦର୍ଶରେ ଗଢ଼ିଛନ୍ତି। ରାଧାକ୍ରିଷ୍ଣନଙ୍କର ମହାନ ଚରିତ୍ର ସମସ୍ତ ଶିକ୍ଷକ ସମାଜ ପାଇଁ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ଅଟେ। ପରବର୍ତ୍ତୀ ସମୟରେ ସେ ଗାନ୍ଧିଜୀଙ୍କ ସଂସ୍ପର୍ଶରେ ଆସିଲେ ଏବଂ ଅନେକ କଂଗ୍ରେସ ନେତାଙ୍କ ସହ ପରିଚିତ ହେଲେ। 1952ରେ ସେ ଭାରତର ଉପରାଷ୍ଟ୍ରପତି ହେଲେ। ତାପରେ 1962ରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଭାରତ ରତ୍ନରେ ଭୂଷିତ କରାଗଲା। ରାଧାକ୍ରିଷ୍ଣନ ତାଙ୍କର ଶିକ୍ଷକ ସମାଜ ବଡ଼ ଦଳିତ ଓ ଅବହେଳିତ ହେଉଛନ୍ତି, ତେଣୁ ଭାରତର ସମାଜ ସେମାନଙ୍କୁ ସମ୍ମାନ ଦେବାକୁ କୁଣ୍ଠିତ। ଶିକ୍ଷକ ଶ୍ରେଣୀଙ୍କ ପ୍ରତି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ନିଜ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରିବା ପାଇଁ ଭାରତର ଜନସାଧାରଣଙ୍କୁ ସେ ନିବେଦନ କଲେ। ସେହିଦିନଠାରୁ ସେପ୍ଟେମ୍ବର ମାସ 5 ତାରିଖକୁ ଭାରତବାସୀ ଗୁରୁ ଦିବସ ରୂପେ ପାଳନ କରିଆସୁଛନ୍ତି। ଶିକ୍ଷକ ହେଉଛନ୍ତି ଜାତି ନିର୍ମାତା। ସେ ଦେଶର ଭବିଷ୍ୟତ ବଂଶଧରମାନଙ୍କୁ ଗଢ଼ନ୍ତି। ଗୁରୁଙ୍କ କୃପାରୁ ଶିଷ୍ୟ ବଡ଼ ହୁଏ। ସେ ସମସ୍ତଙ୍କର ନମସ୍ୟ ଓ ପୂଜ୍ୟ। ଆସ ଆମେ ଏହି ମହାନ ଗୁରୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଚଳିବା। ତେଣୁ କୁହାଯାଇଛି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।